Very good evening, each and everyone. So recently, OPSC just କିଛି ସମୟ ପୂର୍ବରୁ ଓଡ଼ିଶା ସିଭିଲ ସର୍ଭିସେସ୍ 2023 ର ମେନ୍ସ ର ରିଜଲ୍ଟ ଆନାଉନ୍ସ ହେଇଛି। ସୋ ତା ବିଷୟରେ ମୁଁ ଟିକେ ବ୍ରିଫଲି ତୁମ ସମସ୍ତଙ୍କୁ କହିଦେଉଛି। ସୋ ଟୋଟାଲ ଯୋଉଟା ତାଙ୍କର ବାହାରିଛି ନୋଟିଫିକେସନରେ ଜଷ୍ଟ ଆଜି ହିଁ ବାହାରିଛି। ଟୋଟାଲ 806 ଜଣ କ୍ୟାଣ୍ଡିଡେଟ୍ କ୍ୱାଲିଫାଇ କରିଛନ୍ତି ଇଣ୍ଟରଭ୍ୟୁ ରାଉଣ୍ଡ ପାଇଁ। ତା ଭିତରୁ 293 ହେଉଛନ୍ତି ଓମେନ୍ କ୍ୟାଣ୍ଡିଡେଟ୍। ଆଉ ସବୁଠୁ ବଡ଼ ଯୋଉ ଇମ୍ପୋର୍ଟାଣ୍ଟ ଜିନିଷ ସେ କହିଛନ୍ତି କି 6/9/2025 ମାନେ ସେପ୍ଟେମ୍ବର 6 ତାରିଖ ଅନୱାର୍ଡସ୍ ଇଣ୍ଟରଭ୍ୟୁ ଷ୍ଟାର୍ଟ ହେଉଛି। ତ ଯଦି ଆମେ ଟାଇମ୍ ଦେଖିବା, ଆଜି ହେଲା 22 ତାରିଖ, 22 ତାରିଖ ଆଉ 6 ତାରିଖ ଭିତରେ ହାର୍ଡଲି ଆମ ହାତରେ 14ରୁ 15 ଦିନ ମ୍ୟାକ୍ସ ଟୁ ମ୍ୟାକ୍ସ 2 ୱିକ୍ସ ଆମେ ଧରିକି ଚାଲିପାରିବା। ସୋ ଏଇ 2 ୱିକ୍ସ ଟାଇମ୍ ଭିତରେ ଡେଫିନେଟଲି ଆମକୁ ବହୁତ ଭଲ ଭାବରେ ପ୍ରିପେୟାର କରିବାକୁ ପଡ଼ିବ। ଯେଉଁମାନେ କ୍ୱାଲିଫାଇ କରିଛନ୍ତି, ମେନି ମେନି କଂଗ୍ରାଚୁଲେସନ୍ସ ଟୁ ଦେମ୍। ଆଉ ଯେଉଁମାନେ କ୍ୱାଲିଫାଇ କରିପାରିନାହାନ୍ତି କୌଣସି ବଶତଃ, ନିଶ୍ଚିତ ରୂପେ ମନ ଖରାପ କରିବା କଥା ନୁହଁ। ନେକ୍ସଟ ଟାଇମ୍ ଆହୁରି ଆଗକୁ ଜୁଲାଇ ଆମର ଅକ୍ଟୋବର ମାସରେ ପ୍ରିଲିମ୍ସ ହେବାକୁ ଯାଉଛି। ସୋ ତା ପାଇଁ ବର୍ତ୍ତମାନ ଜି ଜାନ୍ ଲଗେଇକି ପ୍ରିପାରେସନ୍ସ କରିବାଟା ମୁଁ ସଜେସନ୍ ଦେବି। ଏଇ ଯେଉଁ କ୍ୟାଣ୍ଡିଡେଟ୍ ମାନେ କ୍ୱାଲିଫାଇ କରିଛନ୍ତି ସେମାନଙ୍କର ଅଲରେଡ଼ି ଏଠି ସବୁ କିଛି ମେନସନ୍ ହେଇଛି। ତ କ୍ୱାଲିଫାଇ କରିଥିବା କ୍ୟାଣ୍ଡିଡେଟ୍ ମାନେ ନିଜର ରୋଲ୍ ନମ୍ବର ଦେଇକି ଏଠି ଚେକ୍ କରିନେବେ। ଆଉ ଷ୍ଟୁଡେଣ୍ଟ ଯେହେତୁ 2 ୱିକ୍ସରୁ ମାତ୍ର କମ୍ ସମୟ ଅଛି, ମୁଁ ଆଉ ଗୋଟେ ଜିନିଷ ବି ମୁଁ ଏଠି କହି ରଖିବାକୁ ଚାହେଁ କି ଆମର ସମସ୍ତେ ଜାଣିଥିବେ କି ଏକାଡେମୀ ଆଇଏସ୍ ତରଫରୁ ଇଣ୍ଟରଭ୍ୟୁ ଗାଇଡାନ୍ସ ପ୍ରୋଗ୍ରାମ ଆମେ ପ୍ରତିବର୍ଷ ଦେଉଛୁ। ଅଲରେଡ଼ି ଆମର ଷ୍ଟେଜ୍ 1 16 ଜୁନ୍ରୁ ଷ୍ଟାର୍ଟ ହେଇସାରିଥିଲା। ବର୍ତ୍ତମାନ ଯେହେତୁ ଆଜି ଆମର ରେଜଲ୍ଟ ଆନାଉନ୍ସ ହେଇଛି, ସୋ ଆମେ ବର୍ତ୍ତମାନ ଯୋଉଟା ଆମର ଷ୍ଟେଜ୍ 2 ଅଛି ଆଉ ଷ୍ଟେଜ୍ 3 ଅଛି। ଷ୍ଟେଜ୍ 2 ହେଉଛି ଆମର 111 CIF ଆନାଲିସିସ୍, ଡ୍ୟାଫ୍ ଆନାଲିସିସ୍, ସେଇଟା ମୁଁ ପର୍ସନାଲି ହିଁ କରିବି। ତା ସହିତ ମକ୍ ଇଣ୍ଟରଭ୍ୟୁ ପ୍ୟାନେଲ୍ ଯେଉଁଥିରେ କି ଆମର ସର୍ଭିଂ ଆଣ୍ଡ ରିଟାୟାର୍ଡ ବ୍ୟୁରୋକ୍ରାଟ୍ସ ରହିବେ, ଏକ୍ସପର୍ଟସ୍ ମାନେ ରହିବେ, ସେମାନେ ଗାଇଡ୍ କରିବେ ତୁମମାନଙ୍କୁ। ଓକେ, ଆଉ ଆମର ଏ ଏକାଡେମୀର ଡେଫିନେଟଲି କ୍ୱାଲିଟି ତୁମେ ସମସ୍ତେ ହିଁ ଜାଣିଥିବ ଯେ ଆମେ ବହୁତ ଡିଟେଲ୍ସରେ ପିଲାମାନଙ୍କୁ ଗାଇଡ୍ କରୁ ଇନ୍ ଟର୍ମସ୍ ଅଫ୍ ଦ ଇଣ୍ଟରଭ୍ୟୁ। ପ୍ଲସ୍ ଡେଫିନେଟଲି CIF ଆନାଲିସିସ୍ ଭିତରେ କିମ୍ବା ଡ୍ୟାଫ୍ ଆନାଲିସିସ୍ ବିଷୟରେ ମୋର ବିଶେଷ କିଛି କହିବାର ନାହିଁ, ବିକଜ ଅଲରେଡ଼ି ବହୁତ ସାରା ଟପର୍ସ କହିଥିବେ, ରେକମେଣ୍ଡ କରିଥିବେ ନିଶ୍ଚିତ ରୂପେ କି ଆମର ଏଠି CIF ଆନାଲିସିସ୍ କେମିତି କ'ଣ କେତେ ବେଟର ହୁଏ। ସୋ ଦିଜ୍ ଆର୍ ଦ ଫ୍ୟୁ ଟପର୍ସ। ଆମର ଟୋଟାଲ 150+ ଟପର୍ସ ଥିଲେ ବିଭିନ୍ନ ପ୍ରକାର ପ୍ରୋଗ୍ରାମ୍ସରୁ। ଦେଖିପାରୁଥିବେ ଏଇଟା ହେଉଛି ଲାଷ୍ଟ ଇୟର ଟପର୍ସ। ପ୍ରଜ୍ଞା ହେଲେ, ଦୀପମ ହେଲେ, କପିଲ କୁମାର ମହାନ୍ତି 469 ରାଙ୍କ, এই ସମସ୍ତେ ଆମର ବିଭିନ୍ନ ପ୍ରକାର ଏଇଟା ଦେଖିପାରୁଥିବ। ଆମର ପ୍ରଜ୍ଞା ରାଙ୍କ 4 ଯିଏକି ନିଜେ CIF ଆନାଲିସିସ୍ କିମ୍ବା ଡ୍ୟାଫ୍ ଆନାଲିସିସ୍ ଏକାଡେମୀକୁ ଆସିଥିଲେ ଏବଂ ସିଏ ତାଙ୍କର ଗାଇଡେନ୍ସ ଏଇଠୁ ନେଇଥିଲେ। ସୋ ଦ୍ୟାଟ୍ ତାଙ୍କର ମୁଁ କହିବି ଯେ ଗୋଟେ ଭଲ ରାଙ୍କ ବି ଆସିଥିଲା। ତା ସହିତ ବହୁତ ସାରା ଟେଷ୍ଟିମୋନିଆଲ ଅଛି, ତୁମେ ଚାହିଁଲେ ଆମର ୟୁଟ୍ୟୁବ ଚ୍ୟାନେଲରେ ଦେଖିପାରିବ। ଯେଉଁମାନେ ବି ଆମର ବିଭିନ୍ନ ପ୍ରକାର ପ୍ରୋଗ୍ରାମ ସହିତ ଜଡ଼ିତ ଥିଲେ, ଡେଫିନେଟଲି ସେମାନେ ଆମ ବିଷୟରେ ବହୁତ କିଛି କହିଛନ୍ତି। ବହୁତ ସାରା ଟେଷ୍ଟିମୋନିଆଲ୍ସ ବି ଅଛି ଏଠି। ଓକେ, ୟୁ କ୍ୟାନ୍ ଚେକ୍ ଇଟ୍ ଆଉଟ୍। ସୋ ଷ୍ଟୁଡେଣ୍ଟସ୍, ଆଉ ଡେରି ନ କରିକି ଅଲ୍ ଦି ବେଷ୍ଟ ଟୁ ଅଲ୍ ଅଫ୍ ୟୁ। ଲାଗିପଡ଼ ବର୍ତ୍ତମାନ ଇଣ୍ଟରଭ୍ୟୁ ପାଇଁ ଫାଇନାଲ ଷ୍ଟେଜ୍ ଯେଉଁଟା ମୁଁ କହିବି ଆମର ଏକାଡେମୀ ତରଫରୁ ତୁମମାନଙ୍କର ଯାହା ବି ରେଜିଷ୍ଟ୍ରେସନ କେମିତି କ'ଣ କରିବ, ଏଇ ଫୋନରେ କଣ୍ଟାକ୍ଟ କର। ତା ସହିତ ଗୋଟେ ଲିଙ୍କ୍ ମୁଁ ଦେଇଦେବି ଭିଡ଼ିଓର ଡିସ୍କ୍ରିପ୍ସନରେ, ଫର୍ଷ୍ଟ କମେଣ୍ଟରେ ବି ମୁଁ ପିନ୍ କରିଦେବି, କିମ୍ବା ତୁମେ ଡାଇରେକ୍ଟଲି ଆମ କ୍ୟାମ୍ପସକୁ ବି ଭିଜିଟ୍ କରିକି ତୁମେ ନିଜକୁ ରେଜିଷ୍ଟ୍ରେସନ କରିପାରିବ। ଥ୍ୟାଙ୍କ ୟୁ ସୋ ମଚ୍ ଆଣ୍ଡ ଅଲ୍ ଦି ବେଷ୍ଟ।